ଏହି ତିନୋଟି ଭୁଲ ପାଇଁ ଆପଣଙ୍କ ଜୀବନରେ ଆସିପାରେ ଭୟଙ୍କର ଝଡ଼। ଆପଣ ହୋଇପାରନ୍ତି ଦାଣ୍ଡର ଭିକାରୀ। ଦର୍ଶକ ବନ୍ଧୁ, ମୁଁ କହୁଛି କନ୍ୟା ରାଶି ବିଷୟରେ। ତ ନମସ୍କାର, ଜୟ ଜଗନ୍ନାଥ ସମସ୍ତଙ୍କୁ ଆଉ ଏକ ନୂଆ ଭିଡ଼ିଓରେ। ଆଜି ଚର୍ଚ୍ଚା କରିବା କନ୍ୟା ରାଶି ବିଷୟରେ। କନ୍ୟା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁକା ଏହି ଭିଡ଼ିଓଟି ନିହାତି ଆବଶ୍ୟକ। ଏହି ଭୁଲ କାରଣ ପାଇଁ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବହୁତ ଦୁଃଖ ଖବର ଅଛି। ଯଦି ଆପଣ ଏହି ତିନୋଟି ଭୁଲ କରୁଛନ୍ତି ତ ଏବେଠାରୁ ହେଇଯାଆନ୍ତୁ ସାବଧାନ, ନଚେତ୍ ଆପଣ ବି ଭୋଗିପାରନ୍ତି ଭୟଙ୍କର ଘଟଣା। ଦାଣ୍ଡର ଭିକାରୀ ମଧ୍ୟ ହୋଇପାରନ୍ତି। ତ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ। କ'ଣ ସେଇ ତିନୋଟି ଭୁଲ ପାଇଁକା ଆପଣ ଘୋର ଅନର୍ଥ ହେବାକୁ ଯାଉଛି। ତ ଆରମ୍ଭ କରିବା ଆଜିର ଭିଡ଼ିଓ ବିଷୟରେ। ଆପଣଙ୍କ ସଦାବେଳେ ଆର୍ଥିକ ଚିନ୍ତା ରହିଥିବ। 2026 ମସିହାରେ ଆପଣଙ୍କ ଆର୍ଥିକ ଚିନ୍ତା ଅଧିକ ରହିଥିବ। ଘୋର ଅନର୍ଥରେ ପକାଇପାରେ ଆପଣଙ୍କୁ ସଦାବେଳେ। ଆପଣ ଯେତେବେଳେ ସଞ୍ଚୟ କରୁଛନ୍ତି କିଛି ବି ସେଭିଂ କରିପାରୁନାହାନ୍ତି। ଚେଷ୍ଟା କଲେ ମଧ୍ୟ କରିପାରିବେ ନାହିଁ। ହାତକୁ ଧନ ଆସୁ ଆସୁ ବଦଖର୍ଚ୍ଚରେ ଉଡ଼ାଇ ଦେବେ। ମନେ ରଖନ୍ତୁ, ପ୍ରଥମ ଭୁଲ ଆପଣଙ୍କର ଜୁଆ ଖେଳନ୍ତୁ ନାହିଁ। କାରଣ ଜୁଆ ଖେଳିବା ଦ୍ୱାରା ଆପଣଙ୍କର ସଞ୍ଚୟ ପାଣ୍ଠି ଶେଷ ହେବାକୁ ଲାଗିଥାଏ। ଲଟେରୀ ମଧ୍ୟ କେଉଁ ଲଗାନ୍ତୁ ନାହିଁ। 2. ଆପଣ ବଦ ଖର୍ଚ୍ଚରୁ ଟିକେ ଦୂରେଇ ରୁହନ୍ତୁ। ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହେବାକୁ ଲାଗିବ। ଆସ୍ତେ ଆସ୍ତେ ଆପଣ ଏତେ ନିଶାଗ୍ରସ୍ତ ହୋଇଯିବେ ଯେ ସବୁ ଖର୍ଚ୍ଚକୁ ସଞ୍ଚୟକୁ ଉଡ଼େଇ ଦେବେ। ଅଧିକାଂଶ ସମୟରେ ଆପଣ ବହୁତ କିଛି ଜୁଆ ଲଟେରୀରେ ମଦ୍ୟପାନରେ ବୁଡ଼ିକି ରହୁଛନ୍ତି। ସେଥିପାଇଁ ଆପଣଙ୍କ ପାଇଁକା ସଞ୍ଚୟ କରିବା ବହୁତ କଷ୍ଟ ହୋଇଯାଉଛି। ବହୁତ କ୍ଷତିରେ ମଧ୍ୟ ପଡ଼ୁଛନ୍ତି। ବ୍ୟବସାୟ କରି ବହୁତ କ୍ଷତିରେ ପଡ଼ୁଛନ୍ତି। ସରଳ ଉପାୟ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବି। ପ୍ରତ୍ୟେକ ଦିନ ଗୁରୁବାର ଦିନ ଆଉ ରବିବାର ଦିନ, ଏହି ଦୁଇଟି ବାରରେ ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରନ୍ତୁ। ଦେଖିବେ ସମସ୍ୟା ଆସ୍ତେ ଆସ୍ତେ ଦୂରେଇ ଯିବ। ଆପଣ ଯେଉଁ ବଦ ଅଭ୍ୟାସରେ ପଡ଼ିଛନ୍ତି, ଖରାପ ଅଭ୍ୟାସରେ ପଡ଼ିଛନ୍ତି, ତାକୁ ଆସ୍ତେ ଆସ୍ତେ ଦୂରେଇ ନିଅନ୍ତୁ। ନଚେତ୍ ଆପଣ ଦାଣ୍ଡର ଭିକାରୀ ମଧ୍ୟ ହୋଇପାରନ୍ତି। ଲଟେରୀ ଜୁଆ ଠାରୁ ବହୁତ ଦୂରକୁ ରୁହନ୍ତୁ। ନହେଲେ ପ୍ରତିଦିନ କାମ କରି ସଞ୍ଚୟ କରୁଥିବା